ପିଲାମାନେ ପୂର୍ବ ଭିଡ଼ିଓରେ ମୁଁ କହିଥିଲି ଯେ ଚକ୍ରବୃଦ୍ଧି ସୁଧ ହିସାବ ଆମେ କେମିତି କରିବା ଏବଂ ସୂତ୍ର ମଧ୍ୟ ମୁଁ ତୁମକୁ କହିଥିଲି। ସୂତ୍ରଟା କ'ଣ? ସୂତ୍ରଟା ଥିଲା A = P × 1 + R / 100⁻n। এই ସୂତ୍ରଟା ତୁମକୁ ଆଜି ମୁଁ ପ୍ରୟୋଗ ପାଇଁ ଶିଖାଉଛି। ଦେଖ କେମିତି ପ୍ରୟୋଗ ହେବ। କ୍ୱେଶ୍ଚନଟାକୁ ଲକ୍ଷ୍ୟ କର। 10,000 ଟଙ୍କାର ଅର୍ଦ୍ଧବାର୍ଷିକ ହିସାବରେ 12% ଚକ୍ରବୃଦ୍ଧିରେ ସୁଧ ହାରରେ 1 ବର୍ଷର ସମୂଳ ଚକ୍ରବୃଦ୍ଧି କେତେ ବା ସମୂଳ ଚକ୍ରବୃଦ୍ଧି ସୁଧଟା କେତେ ଆସୁଛି ଆମେ ଆଜି ଆଲୋଚନା କରିବା। ଦେଖ ଲେଖିବା। ସୂତ୍ରଟା ମୁଁ ଲେଖିଦେଇଛି। ମୁଁ ଏ ସାଇଡ଼ରେ ଲେଖୁଛି କ'ଣ କ'ଣ ଦିଆହେଇଛି। ଏଠି ଦେଖ P ଦିଆହେଇଛି 10,000 ଟଙ୍କା। 12% ଚକ୍ରବୃଦ୍ଧି ଦେଇଛି, ଅର୍ଦ୍ଧବାର୍ଷିକ ଦେଇଛି, ଏଇଟାକୁ ଲକ୍ଷ୍ୟ କରିବ। ଏଠି R ହେଇଯିବ, 12 ଲେଖିବ ନାହିଁ, 12/2 କରିଦେବ। ଯେହେତୁ ଏଠି ଅର୍ଦ୍ଧବାର୍ଷିକ କହିଛି 6% ଲେଖିବ ଏଠି। ଏବଂ 1 ବର୍ଷ, ଏଠି 1 ବର୍ଷ ଦେଇଛି। 1 ବର୍ଷଟା କେତେ ଟର୍ମ ଆସିବ? ଅର୍ଦ୍ଧବାର୍ଷିକ ହିସାବରେ କେତେ ଆସିବ? 2ଟା ଟର୍ମ। ତେଣୁ n = 2 ନେବ, 2ଟା ଟର୍ମ ନେବ। ମୁଁ ପୂର୍ବ ଭିଡ଼ିଓରେ ଆଲୋଚନା କରିଥିଲି T ଆଉ N ମଧ୍ୟରେ। ତେଣୁ ଯଦି ଡାଉଟ୍ ଥିବ ପୂର୍ବ ଭିଡ଼ିଓକୁ ଦେଖିଦେବ। ତାହେଲେ ଏଠି ବାରେଇବା। P କେତେ? 10,000। ଏଠି 1 + Rଟା କେତେ? ଏଠି 6/100। ତାପରେ ଏଠି Nଟା ହେଲା କେତେ? 2। ତାହେଲେ ଏଠି 10,000 ଇଣ୍ଟୁ କେତେ ଆସୁଛି? ଏଠି ଲସାଗୁ ନେଲେ 100, 100 ହେଲେ ଏଠି 106, 100 + 6 ଏଠି ସ୍କୋୟାର। 10,000 ଇଣ୍ଟୁ ଏଠି ଆସୁଛି ଆମର 106 ବିଭକ୍ତ 100 ର ସ୍କୋୟାର। 10,000 ଗୁଣନ 106 ବିଭକ୍ତ 100। 2ଟା ଟର୍ମ ଅଛି, ତେଣୁ 2 ଟର୍ମ ଇଣ୍ଟୁ ଆକାରରେ ଲେଖିଦେଲି 100। ଏତିକି ଆସିଲା। ତାହେଲେ ଆମାଉଣ୍ଟଟା ବା ସମୂଳ ଚକ୍ରବୃଦ୍ଧି କେତେ ଆସୁଛି? 10,000 ଗୁଣନ 106/100, 106/100। ଦେଖିବା କିଛି ଶୂନ କଟେଇଦେବା। 1 2 3 4, 2 3 4। ତାହେଲେ ଏଠି ରହିଲା 106 ଗୁଣନ 106। ଦେଖିବା 106 ଗୁଣନ 106 କେତେ ଆସୁଛି? 636, 6 କେ 6, 0 0 0, 1 6 6, 1 0 0, 1 1 1, 6 3 6 6 12, 1 ଆସିଲା 11,236। ଦେଖ ମୂଳଧନ କେତେ ଥିଲା? 10,000। ଅର୍ଦ୍ଧବାର୍ଷିକ ହିସାବରେ 12% ଚକ୍ରବୃଦ୍ଧି ସୁଧରେ ଆମର ସୁଧ ହାରରେ 1 ବର୍ଷର ସମୂଳ ଚକ୍ରବୃଦ୍ଧି କେତେ ଆସୁଛି ବା ଚକ୍ରବୃଦ୍ଧି ସୁଧ କେତେ ଆସୁଛି ଯାହା ବି ଆମେ ଆଲୋଚନା କରିବା। ତାହେଲେ ଏଇଠି ଦେଖ କେତେ ଆସିଲା। ଆମେ ଆମାଉଣ୍ଟ ବା ସମୂଳ ଯେଉଁଟା ସୁଧ ସହିତ ମୂଳ, ଚକ୍ରବୃଦ୍ଧି ସୁଧ ଏବଂ ମୂଳଧନ ଥିଲା କେତେ? 10,000 ଟଙ୍କା, ଆସିଲା 11,236। ତାହେଲେ ଏଠି ଚକ୍ରବୃଦ୍ଧି ସୁଧ ଯଦି କାଢ଼ିବା, ଚକ୍ରବୃଦ୍ଧି ସୁଧ ଯଦି କାଟିବା କ'ଣ ହେଇଯିବ? 11,236ରୁ ମାଇନସ୍ କରିଦିଅ 10,000। 10,000 ମାଇନସ୍ କରିଦିଅ, ଆସିଗଲା କେତେ? 1,236 ଟଙ୍କା। ଏଇଟା ସୁଧଟା, କିନ୍ତୁ ଏଠି ସମୂଳ ଚକ୍ରବୃଦ୍ଧି କହିଛି, ତେଣୁ ଏଇଟା ଆନ୍ସର୍ 11,236। ତୁମେ 1,236 ଟଙ୍କା ତୁମେ ଅଧିକା ପାଇଲ, ଏଇଟା ସୁଧ ପାଇଲ। କାହିଁକି? 11,236ରୁ ମାଇନସ୍ କରିଦେଲ 10,000। ତାହେଲେ 1,236, 1,236 ଟଙ୍କା ତୁମେ ଚକ୍ରବୃଦ୍ଧିରେ ପାଇଲ। ବୁଝିହେଲା? ତାହେଲେ ତୁମେ ଚକ୍ରବୃଦ୍ଧି ସୁଧ ଯେତେବେଳେ ବି ହିସାବ କରିବ, ତାହେଲେ କ'ଣ କରିବ? Rଟାକୁ ଦେଖିବ ଆଉ Nଟାକୁ ଦେଖିବ। Rଟା ମୁଁ 6 ନେଲି, କିନ୍ତୁ ଏଠି ଅଛି 12। କାହିଁକି ନେଲି? এইটাକୁ ଲକ୍ଷ୍ୟ କରିବ। ଅର୍ଦ୍ଧବାର୍ଷିକ ସେ କହିଛି, ତେଣୁ Rଟାକୁ /2 କରିଦେଲି। କାହିଁକି? ବର୍ଷକୁ 2 ଥର।
এক ବର୍ଷଟାକୁ କେତେ ଏନ୍ଟାକୁ କେତେ ନେବ ସେଇ 2 କାହିଁକି ନା 1 ବର୍ଷ ହେଉଛି 2ଟା ଟର୍ମ ଆସୁଛି 2ଟା ଟର୍ମ ଆସୁଛି କାହିଁକି 6 ମାସ ଏଠି 6 ମାସ କହିଛି ଏଠି এইটাକୁ ଲକ୍ଷ୍ୟ କରିବ ତୁମେ କେବେ ବି ଭୁଲ ହେବ ନାହିଁ ତୁମେ ଯାହା କ୍ୱେଶ୍ଚନ୍ ଦେଇଥିବ ତାକୁ ତୁମେ ମଡ଼ିଫାଏ କରିବ ଟିକେ এই ଜିନିଷଟାକୁ ସିବିଏସ୍ଇ ସିବିଏସ୍ଇ ଛୁଆମାନଙ୍କ ଯେଉଁ କ୍ୱେଶ୍ଚନ୍ ଥିବ କମ୍ପାଉଣ୍ଡେଡ୍ ହାଫ୍ ଇୟର୍ଲି ଲେଖା ହେଇଥିବ କମ୍ପାଉଣ୍ଡେଡ୍ ଆନୁଆଲି ଲେଖା ହେଇଥିବ କମ୍ପାଉଣ୍ଡେଡ୍ କ୍ୱାର୍ଟରଲି ଲେଖିଦେବ କମ୍ପାଉଣ୍ଡେଡ୍ କ୍ୱାର୍ଟରଲି କମ୍ପାଉଣ୍ଡେଡ୍ ହାଫ୍ ଇୟର୍ଲି ଲେଖା ହେଇଥିବ ଏଇଟା ହାଫ୍ ଇୟର୍ଲିକୁ ଗଲା ଏଇଟା ହାଫ୍ ଇୟର୍ଲିକୁ ଗଲା ବୁଝିହେଲା ଧନ୍ୟବାଦ।